ଦିନେ ପପୁ ପୁରା ଖୁସି ମନରେ ଗୋଟେ ରୋମାଣ୍ଟିକ ଗୀତ ବୋଲି ବୋଲି କଲେଜରେ ଯାଇ ପହଞ୍ଚିଲା। ତାକୁ ଦେଖି ତା ସାଙ୍ଗମାନେ ପଚାରିଲେ, କ'ଣ ପାଟି ଆଜି ଫୁଲ୍ ମୁଡ଼୍ରେ, କ'ଣ ହେଇଛି? ପପୁ କହିଲା, କିଛି ପଚାରନି ସାଙ୍ଗମାନେ, ଆଜି ଜୀବନରେ ପ୍ରଥମ ଥର ଗୋଟେ ଟୋକି ମୋ ସାଙ୍ଗରେ କଥା ହେଲା। ସାଙ୍ଗମାନେ କହିଲେ, ଆବେ କିଏ ସେ ଟୋକି? ତା ଘର କେଉଁଠି? ସିଏ ତୋତେ କ'ଣ କହିଲା? ପପୁ କହିଲା, ଆରେ ରୁହ ରୁହ ଟିକେ ଧୈର୍ଯ୍ୟ ଧର, କହୁଛି। ଆଜି ମୁଁ ବସ୍ରେ ପୁରା ଆରାମରେ ବସି ଝରକା ବାଟେ ପବନ ଖାଇ ଖାଇ କଲେଜ ଆସୁଥିଲି। ସେ ଟୋକି ମୋ ପାଖକୁ ଆସି କହିଲା, ଏ ସିଟ୍ ଉଠ, ଏଇଟା ଲେଡ଼ିଜ୍ ସିଟ୍। ଦିନେ ଛବି ପୁରା ରାଗି ପଞ୍ଚମ ହେଇ ଗପୁକୁ କହିଲା, ତମେ ମୋତେ ଧୋକା ଦେଇଛ, ମିଛ କହି ତମେ ମୋତେ ବାହା ହେଇଛ। ଗପୁ କହିଲା, ତମେ ଏମିତି କ'ଣ କହୁଛ ମୋ ଡାର୍ଲିଂ, ମୁଁ ତମକୁ କେତେବେଳେ ଧୋକା ଦେଲି? ଛବି କହିଲା, ମୁଁ ସବୁ ଜାଣିସାରିଛି, ତମେ ଆଗରୁ ବାହା ହେଇଥିଲ, ତମ ସ୍ତ୍ରୀ ନା ରାଣୀ, ତାପରେ ବି ସତ ଲୁଚେଇ ତମେ ମୋତେ ବାହା ହେଇଛ। ଗପୁ କହିଲା, ନାଇଁ ଧନ, ମୁଁ କିଛି ବି ଲୁଚେଇନି। ଆମ ବାହାଘର ଆଗରୁ ମୁଁ ମୋ ଶ୍ୱଶୁର ମହାଶୟ ମାନେ ତମ ବାପାଙ୍କୁ ସଫା ସଫା କହିଦେଇଥିଲି, ମୁଁ ଆପଣଙ୍କ ଝିଅକୁ ପୁରା ରାଣୀ ଭଳିଆ ରଖିବି। ସାଙ୍ଗମାନେ, ମୋ ଚ୍ୟାନେଲରେ ନୂଆ ନୂଆ ଜୋକ୍ ସବୁ ଶୁଣିବା ପାଇଁ ଜମା ଡେରି ନ କରି ଶୀଘ୍ର ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନିଅନ୍ତୁ। ଆଉ ବେଲ୍ ବଟନକୁ ପ୍ରେସ୍ କରି ନୋଟିଫିକେସନ୍ସକୁ ବି ଅନ୍ କରିଦିଅନ୍ତୁ। ଭିଡ଼ିଓ ଦେଖନ୍ତୁ, ଲାଇକ୍ କରନ୍ତୁ ଆଉ କମେଣ୍ଟ ବି କରନ୍ତୁ। ଥ୍ୟାଙ୍କ ୟୁ ସାଙ୍ଗମାନେ, ନମସ୍କାର।